ତୁମେମାନେ ଜାଣିଛ ହର ସମାନ ଥିଲେ ଲବରେ ବଡ଼ ସାନ ଚିହ୍ନିବା। ମୁଁ ପଢ଼େଇଥିଲି ଆର ଏପିସୋଡ଼ରେ। ଆଜି ଭଗ୍ନାଂଶର ଯୋଗ ଶିଖଉଛି। ଆମେ ହର ସମାନ ଥିବା ଭଗ୍ନାଂଶକୁ ନେଇ କିପରି ମିଶାଣ କାର୍ଯ୍ୟ କରାଯାଏ ସେ ବିଷୟରେ କହୁଛି। 2 ବିଭକ୍ତକ 5 ମିଶାଣ 1 ବିଭକ୍ତକ 5। এই দুইটা সংখ্যাକୁ ଦେଖ, ହର ଯୋଉଠି ସମାନ ଥିବ, ହର 5 ଏଠି 5 ଦୁଇଟାଙ୍କ ସମାନ ଅଛି, ଆମେ ହରରେ 5 ଲେଖିଦେବା, ଉପର ସଂଖ୍ୟାକୁ ଖାଲି ମିଶେଇଦେବା। 2 1 3 ବିଭକ୍ତକ 5 ହେଲା। ଏଟା ସରଳ ହେଲା ନା ନାହିଁ? ସହଜ। 3 ବିଭକ୍ତକ 7 ମିଶାଣ 2 ବିଭକ୍ତକ 7। ଆମେ ଏଠି ହର ଦେଖ ସମାନ ଅଛି, ଉପର ସଂଖ୍ୟାକୁ ଖାଲି ମିଶେଇଦେବା, ହର ଗୋଟିଏ ରଖିଦେବା। 3 ମିଶାଣ 2 3 2 5 ବିଭକ୍ତକ 7। ଏବେ ବୁଝିଗଲ ଆମେ ସରଳ ଉପାୟରେ କିପରି ବାହାର କଲେ ମିଶାଣ କାର୍ଯ୍ୟ। ଯେତେବେଳେ ହର ସମାନ ଥାଏ ଆମେ କିପରି ଭାବରେ ମିଶାଣ କାର୍ଯ୍ୟ କରୁ ସେ ବିଷୟରେ ଜାଣିପାରିଲ ତୁମେମାନେ ଭଲରେ। ଏବେ ପଢ଼େଇବା ଭଗ୍ନାଂଶରେ ହର ସମାନ ନଥିବା ଭଗ୍ନାଂଶର ଯୋଗ। ହର ସମାନ ନଥିବ, ହର ସମାନ ନଥିବା ଦୁଇଟା ସଂଖ୍ୟା ତୁମେମାନେ କୁହ ପିଲା। ମୁଁ କହୁଛି 1 ବିଭକ୍ତକ 5 ମିଶାଣ 3 ବିଭକ୍ତକ 10। ଏବେ ଜାଣ ଆର ହର ସମାନ ଅଛି କି ନାହିଁ? ହର ସମାନ ନାହିଁ। ତାହେଲେ ଆକୁ କେମିତି ମିଶାଣ କରିବା? 5 ଓ 10ର ଲସାଗୁ ନେବା। ଲସାଗୁ ମୁଁ ତୁମକୁ ପଢ଼େଇନି, ମୋତେ କହିବ ମୁଁ ପଢ଼େଇଦେବି। 5 ଓ 10ର ଲସାଗୁ ହେବ 5 ପଣିକାରେ 10 ଅଛି ନା, ତେଣୁ ଆମେ ସହଜରେ ତାର ଲସାଗୁ ହେଇଯିବ 10। ଲସାଗୁ ନ ବାହାର କରି ମଧ୍ୟ କହିପାରିବେ। 5 10ର 5 ପଣିକାରେ 10 ଅଛି, ତେଣୁ ଲସାଗୁ ହେବ ତାର 10। 10କୁ ଆଣି 5ରେ ହରିବା, ହରରେ ହରିବା ଲବରେ ଗୁଣିବା। ହରରେ ହରିବା 10କୁ 5ରେ ହରିଲେ କେତେ ହେବ? 2। 2କୁ ନେଇକିରି 1 ସଂଖ୍ୟାରେ ବା ଲବ ସଂଖ୍ୟାରେ ଗୁଣିବା। 2 କେ 2 ମିଶାଣ। 10କୁ ଆଣି 10ରେ ହରିଲେ 10 କେ 10 1। 1କୁ ନେଇ ଲବରେ ଗୁଣିବା। 3 କେ 3 ସମାନେ 3 2 5 ବିଭକ୍ତକ 10। 5କୁ 5ରେ ହରିଦେବା, କଟାକଟି ବା ଛୋଟ କରିଦେବା ପାଇଁ ହେଲେ, ଲଘିଷ୍ଠ କରିବା ପାଇଁ ହେଲେ ହରାଯାଏ। ଆକୁ 5ରେ ହରିବା, ଆକୁ 5ରେ ହରିବା। 5 କେ 5 5 3 10 1 ବିଭକ୍ତକ 2 ହେଲା। କଟାକଟି ତୁମେମାନେ ଶିଖିନା, ଛୋଟ ପିଲା, ହରି ଦେଇକି ଜାଣିଦେବ, ଲଘିଷ୍ଠ କରିଦେବ ହେଲା। ଏବେ କହୁଛି 1 ବିଭକ୍ତକ 4 ମିଶାଣ 5 ବିଭକ୍ତକ 8। ଦେଖ 4 ପଣିକାରେ 8 ଅଛି କି ନାହିଁ ଆଗ ଚିନ୍ତା କର। 4 ଦୁନେ 8, ତେଣୁ ଲସାଗୁ ହେବ 8। 8କୁ ଆଣିକି 4ରେ ହରିବା, ଲବରେ ଗୁଣିବା। 8କୁ ଆଣି 4ରେ ହରିଲେ କେତେ ହେବ? 4 ଦୁନେ 8 2। 2କୁ ନେଇ ଉପର ସଂଖ୍ୟା ବା ଲବରେ ହରିବା। 2 କେ 2 ମିଶାଣ ଚିହ୍ନ ଦେବା। 8କୁ ଆଣି 8ରେ ହରିଲେ 1। 5 କେ 5 5ରେ 2 ମିଶେଇବା। 5 2 7 ବିଭକ୍ତକ 8। 7 ବିଭକ୍ତକ 8 ହେଲା। ଏବେ ବୁଝିଲ ହର ଯଦି ଅସମାନ ଥିବ ତାର ଲସାଗୁ ନେବା, ବା 4 ପଣିକାରେ କେଉଁଠି 8 ଅଛି ଭାବିବା, ଅଛି, ତେଣୁ ଲସାଗୁ ହେବ 8। 8କୁ ଆଣି ଲବରେ ହରରେ ହରିବା, ଲବରେ ଗୁଣିବା। ଗୁଣିଲେ ଯାହା ରେଜଲ୍ଟ ହେବ ତାକୁ ମିଶେଇଲେ ଆମେ ତାର ମିଶାଣ ଫଳ ପାଇଯିବା। ଏବେ ଜାଣିଗଲ ହର ସମାନ ନଥିବା ଭଗ୍ନାଂଶ ମାନଙ୍କର ଯୋଗ।